ଧନ ତମକୁ ଦେଖିଲା ବେଳକୁ ମୋ ଦେହ ମୁଣ୍ଡ କଣ ହେଇଯାଉଛି। ଧନ ସେମିତିଆ ଡ୍ରେସ୍ ଜମା ପିନ୍ଧନି। ତମେ ବିଶ୍ୱାସ କରିବନି କାଲି ରାତିରେ ଢୁ ଢୁ କିରି ଖଟରେ ଗୋଡ଼ ବାଡ଼େଇ ବାଡ଼େଇ ଗୋଡ଼ ଦରଜ ହେଇଯାଇଛି। ଧନ ତମେ ସିଆଡ଼େ ଯାଅ। ଭାଉଜ ରାତି ପାଇଗଲେ ମୋ ଭଉଣୀ ମଙ୍ଗୁଳା ହେଇ ରହିଯିବ। ମୁଁ କେବେ ବି ସହିପାରିବିନି। ସତ କହୁଛି ଭାଉଜ। ଛୋଟ ବେଳୁ ଆଜି ପର୍ଯ୍ୟନ୍ତ ତାକୁ ମୁଁ ବଡ଼ କରିଛି। ଭାଉଜ। ବିଲରେ ହଳ କରି କେତେବେଳେ ହଳ ସାରି ଘରକୁ ଫେରେ ସେଇ ଭଉଣୀ ମୋତେ ଖାଇବାକୁ ଦେଇଛି। ସେ ଭଉଣୀ ମୋତେ ମଣିଷ କରିଛି। ସମସ୍ତଙ୍କୁ ମୋର ନମସ୍କାର। ସାରା ଓଡ଼ିଶାର ସବୁ ଦର୍ଶକମାନଙ୍କୁ ଆପଣମାନେ ସିନେମାରେ ଦେଖୁଥିଲେ, ଟିଭିରେ ଦେଖୁଥିଲେ, ଏବେ ମୋତେ ଯାତ୍ରା ରଙ୍ଗମହଲ ସତ୍ୟଭାଇନାଙ୍କ ରଙ୍ଗମହଲରେ ଯାତ୍ରାରେ ଅଭିନୟ କଲାବେଳେ ଯେତେବେଳେ ଫିଲ୍ମ ଗୋଟେ ଅଲଗା, ଯାତ୍ରା ଗୋଟେ ସମ୍ପୂର୍ଣ୍ଣ ଅଲଗା। ଆଜ୍ଞା। ଆପଣ ଫିଲ୍ମରେ ଯେମିତି ହସାନ୍ତି ଦର୍ଶକକୁ, ଯାତ୍ରାରେ ମଧ୍ୟ ସେମିତି ହସାନ୍ତି ନା ନେଗେଟିଭ୍ ରୋଲ୍ କରନ୍ତି? ନାଇଁ, ଯାତ୍ରାରେ ମୁଁ ସବୁ କରୁଛି। ଗୋଟେ ନେଗେଟିଭ୍ ବି କରିବି, ପଜିଟିଭ୍ ବି କରୁଛି, କମେଡ଼ି ବି କରୁଛି। ସିନେମା ଯାତ୍ରା ଆ ଭିତରେ କିଛି ନାହିଁ, ସବୁ ଅଭିନୟଟା ଏକା। ଆଉ ଯାତ୍ରାରେ କ'ଣ ଆମେ ବୋଉ ଡାକୁଛୁ, ସେଠି କ'ଣ ଅଲଗା ଡାକୁଛୁ। ସିନେମାରେ ସବୁ ଜିନିଷ ଏକା, କିନ୍ତୁ ଏଠି ଲାଇଭ୍ କରିବାକୁ ପଡ଼ିବ। ସେଠି ଆମର କଟିଟ୍ ଅଛି। କାଳିଆକୁ ତ ମାନେ ଯେଉଁ ଏତେ ସ୍ୱଭାବ କରିଛନ୍ତି ଆପଣ, ସେଠି କିଛି ହସିଲା ଭଳିଆ ଦର୍ଶକଙ୍କୁ ଟିକେ ଝଲକ ଜିନିଷ ଭଲ, ଯତ୍ନ ନେଉନ। ଘଟଣା କ'ଣ, ଆମର ଭାଇମାନେ ସବୁ ବସିଥିଲେ, ଏମିତି ମିଡ଼ିଆ ଭାଇମାନେ ବସି କଥା ହେଉଥିଲୁ। ଗୋଟେ ହଠାତ୍ ମନକୁ ଆସିଲା, ଜିନିଷ ଭଲ, ଯତ୍ନ ନେଉନ। ମାନେ ସୁନ୍ଦର ମଣିଷଟେ, ତା ଦେହର ସେ ଯତ୍ନ ନେଉନି। ଏଇଭଳିଆ ଭାଇମାନେ ବସି କଥା ହେଉଥିଲୁ। ସଂଳାପ ତ ବହୁତ କହିଛି। ଯାତ୍ରାର ଗୋଟେ କହୁଛି କମେଡ଼ିଟେ। ଧନ ତମକୁ ଦେଖିଲା ବେଳକୁ ମୋ ଦେହ ମୁଣ୍ଡ କଣ ହେଇଯାଉଛି। ଧନ ସେମିତିଆ ଡ୍ରେସ୍ ଜମା ପିନ୍ଧନି। ତମେ ବିଶ୍ୱାସ କରିବନି କାଲି ରାତିରେ ଢୁ ଢୁ କିରି ଖଟରେ ଗୋଡ଼ ବାଡ଼େଇ ବାଡ଼େଇ ଗୋଡ଼ ଦରଜ ହେଇଯାଇଛି। ଧନ ତମେ ସିଆଡ଼େ ଯାଅ। ଏଇଭଳି ଆଉ ଯାତ୍ରା ଟିକେ ରହିବ। ଭାଇରାଲ ହେଇଥିଲା ଧନ ତମେ ପାଡ଼ି ଦଉଛ। ଧନ ତମେ ପାଡ଼ି ଦଉଛ। ମାଇକିନା ପାଡ଼ିଲୁ ତ ପାଡ଼ିଲୁ, ଚାମୁଚେ ଖଣ୍ଡେ ହଗି ଦେଇଛୁ। ଏଟା ଦିବାଲି ନା ବାସର ରାତି ମୁଁ ଜାଣିପାରୁନି। ଏଇଭଳିଆ ଥିଲା। ଦର୍ଶକଙ୍କୁ ହସେଇବାରେ ଯେତିକି ମଜା ଥାଏ, ଆଜ୍ଞା, କନ୍ଦେଇବାରେ ବହୁତ କଷ୍ଟ। ନା କିଛି କଷ୍ଟ ନାହିଁ। ମୁଁ ହସେଇବା, ହଁ। ଏବେ ଯେମିତି ହସେଇଲେ ଦର୍ଶକ, କିନ୍ତୁ କନ୍ଦେଇଲା ବେଳେ ଗୋଟେ ଭାଉଜ ରାତି ପାଇଗଲେ ମୋ ଭଉଣୀ ମଙ୍ଗୁଳା ହେଇ ରହିଯିବ। ମୁଁ କେବେ ବି ସହିପାରିବିନି। ସତ କହୁଛି ଭାଉଜ। ଛୋଟ ବେଳୁ ଆଜି ପର୍ଯ୍ୟନ୍ତ ତାକୁ ମୁଁ ବଡ଼ କରିଛି। ଭାଉଜ। ବିଲରେ ହଳ କରି କେତେବେଳେ ହଳ ସାରି ଘରକୁ ଫେରେ ସେଇ ଭଉଣୀ ମୋତେ ଖାଇବାକୁ ଦେଇଛି। ସେ ଭଉଣୀ ମୋତେ ମଣିଷ କରିଛି। ଏଇଭଳି ଗୋଟେ ଅଭିନୟ ଥିଲା। ଆପଣ ଯେମିତି ହସେଇ ପାରନ୍ତି ଦର୍ଶକ, ସେମିତି କନ୍ଦେଇ ମଧ୍ୟ ପାରନ୍ତି। ଆପଣ ପ୍ରମାଣ ମଧ୍ୟ କରିଦେଇଛନ୍ତି। ଯେତେବେଳେ ଗୋଟେ ନେଗେଟିଭ୍, ଆଲ୍ଲାହ କହିଲା ଭଲ, ଭଗବାନ କହିଲା ଭଲ, ଯୀଶୁ କହିଲା ଭଲ, ଲେକିନ ବବୁଆ କହିଲା ଭଲା। ଦର୍ଶକଙ୍କ କୁହାଯାଏ, ଦର୍ଶକଙ୍କ ତାଳି, ଦର୍ଶକ ଗାଳି ଆପଣ ମାନଙ୍କର ଭାତ ଥାଳି। ଆଜ୍ଞା, ସତ। ଦର୍ଶକ ଆମ ଭଗବାନ। ଗୋଟେ ଜିନିଷ ହୁଏ କ'ଣ, ମାନେ ଆମେ ସବୁବେଳେ ଗରମରେ ଥାଉ, ଯେତେବେଳେ ଷ୍ଟେଜ୍କୁ ଚଢ଼ୁ କି ସୁଟିଂ ବି କରୁ, ଯଦି ବ୍ୟାକ୍ ସାଇଡ଼୍ରୁ ଟିକେ ହୋ ଆସିଲା, ହାଲା ଆସିଲା, ଦର୍ଶକ ତ ଭଗବାନ, ତାଙ୍କ ପାଇଁ ଆମେ ନହେଲେ କିଏ? ଦର୍ଶକଙ୍କଠୁ କେବେ ଯାତ୍ରା ଷ୍ଟେଜ୍ରେ ଚପଲ ମାଡ଼ ଖାଇଛନ୍ତି? ନାଇଁ, ମୁଁ ଭିଲିଆନ୍ ନୁହେଁ। ମୋ ଚପଲ ମାଡ଼ ଖାଇନି। ଡବଲ ମିନିଂ କଥା ଆପଣ ପ୍ରାୟ କୁହନ୍ତି ସବୁବେଳେ। ନା, ମୋର ଡବଲ ମିନିଂ ନାହିଁ। ଆମର ନିୟମ ହେଉଛି, କାହିଁକିନା ଆମେ ପୂର୍ବରୁ କହିଲେ ଯେ ଯତ୍ନ ନେଉନୁ, ଜିନିଷ ଭଲ, ଯତ୍ନ ନେଉନୁ। ମାନେ ଦେଖ, ତମେ ଘରଟେ ସୁନ୍ଦର କରିଛ, ଘର ଭିତରେ ଅଳିଆ ଆଡ଼େ ସାଡ଼େ ପକେଇଛ, ଏଇଟା କ'ଣ ଖରାପରେ ଯିବ? ମୋତେ କୁହ। ଜିନିଷ ଭଲ, ମାନେ ଜିନିଷ ଆପଣ ଘରକୁ ନେଇପାରିବେ, ଗାଡ଼ି କି ନେଇପାରିବେ। ଓ ମାଇ ଗଡ୍, ତମେ ଯୋଉ ପଚାରିବ କାଲି ସକାଳେ ମାନେ ଭୟଙ୍କର ଖେଳ କରିଦବ। ଆଜ୍ଞା, ଆପଣ ଯେକୌଣସି ଜିନିଷ ଦେଖିବେ, ଦେଖନ୍ତୁ ଆପଣ ଘରେ ଗାଡ଼ିଟେ କରିଛନ୍ତି, ଗାଡ଼ିର ଯତ୍ନ ନେବା ନିହାତି ଦରକାର। କାଦୁଅ ମାଦୁଅ ହେଇଥିବ। ଗୋଟେ ଡାଇଲଗ ଥିଲା ମୋର, ଜିନିଷ ଭଲ, ଯତ୍ନ ନେଉନ।
ସବୁ ଧରିବା ଭଲ ପାଖରେ ଥିବା ଭଲ କେତେ ତମେ ଭଲ ଶୁଣ ମଣିଷ ଜୀବନରେ ଆମେ ଯେତେବେଳେ ଆସିଛେ ସବୁ କିଛି ଟେଷ୍ଟ କରିବା ଦରକାର ସବୁ ଟେଷ୍ଟ କରିବା କୁହାଯାଏ ଯେ କାଳିଆ କାଳିଆ ଜଗନ୍ନାଥଙ୍କ କାଳିଆ ଯେମିତି କଳା ଆଜ୍ଞା ପ୍ରବଳ କଳା ଆଜ୍ଞା କିନ୍ତୁ ଆପଣ ମଧ୍ୟ ପୁରା କଳା ଆଜ୍ଞା କିନ୍ତୁ ଆପଣଙ୍କ ପାଖରେ ଭରପୁର କଳା ହେଇକି ସବୁ କଳା ଅଛି। ଗୋଟେ କଥା ସବୁବେଳେ ଜାଣିଥିବ ମାନେ କାଳି ଗାଈ କ୍ଷୀର ମିଠା କରେ କଟକ କରେ କିଲା ଖାଇ କରେ କାଳିଆ ବୁଦା କରେ କାଳିଆ ଭାଇ କଳା ଜିନିଷଟା ସବୁବେଳେ ସୁନ୍ଦର ଜଗନ୍ନାଥ ସୁନ୍ଦର କିନ୍ତୁ କଳା କୁନ୍ଦି ହେଇଛି କ'ଣ ଭଗବାନଙ୍କ ଆଶୀର୍ବାଦ କଳାକାରମାନଙ୍କର ଆଶୀର୍ବାଦ ଆପଣମାନଙ୍କ ବଡ଼ ଭାଇମାନଙ୍କର ଆଶୀର୍ବାଦ ଯୋଗୁଁ ମୁଁ ଆଜି ଏଠି ନହେଲେ ମୁଁ କିଏ ଆପଣ ଯେତେ ଫିଲ୍ମ କରନ୍ତି ଏବଂ ଆଲବମ୍ କରନ୍ତି ଆଜ୍ଞା ସେଇଠୁ ବେଶୀ ପଇସା ଇନକମ୍ ହୁଏ ନା ଯାତ୍ରାରୁ ବେଶୀ ପାଆନ୍ତି? ନାଇଁ ଯାତ୍ରା ସିନେମା ମୁଁ ତ ସବୁ ପ୍ରକାର କରିଛି ମୁଁ ନିଜେ ପ୍ରଡ୍ୟୁସର ଫାଇନାଲ କରି ମୁଁ ନିଜେ ସିନେମା କରିଛି ସେପଟେ ଟିକେ ଭଲ ପଇସା ବାହାରେ ତାପରେ ସବୁ ପ୍ରକାର ମୁଁ କରିଛି କିନ୍ତୁ ଯାତ୍ରାରେ ଯାହା ହେଲେ ବି ସିନେମା ଅପେକ୍ଷା ଭଲ ପଇସା। ଧନ୍ୟବାଦ। ଜୟ ଜଗନ୍ନାଥ।